ओम शांति। पुस्तक पठन श्रीमद् भगवद गीता रहस्य। लेखक ब्रह्मा कुमार सुधांशु शेखर मिश्र। त्रयोदश अध्याय क्षेत्र क्षेत्रज्ञ विभाग जोग। आत्मा और परमात्मा स्वरूप। अनादित्व निर्गुणत्वात् परमात्मायमव्ययम् शरीरस्थोऽपि कौन्तेय न करोति न लिप्यते यथा सर्वगतं सूक्ष्मं दाकाशं नोपलिप्यते सर्वत्र अवस्थितं देहे तथात्मानोपलिप्यते यथा प्रकाशयत्येक कृष्णं लोकमिमं रविः क्षेत्रं क्षेत्री तथा कृष्णं प्रकाशयति भारत। अर्थ, हे कौन्तेय, ଏହି ଅବିନାଶୀ ପରମାତ୍ମା ଅନାଦି ଏବଂ ନିର୍ଗୁଣ ହୋଇଥିବାରୁ ଶରୀରରେ ଅବତରିତ ହୋଇ ମଧ୍ୟ କିଛି କରେ ନାହିଁ କି କୌଣସିଥିରେ ଲିପ୍ତ ହୁଏ ନାହିଁ। ଯେପରି ସର୍ବତ୍ର ବ୍ୟାପକ ଥିବା ଆକାଶ ଅତ୍ୟନ୍ତ ସୂକ୍ଷ୍ମତା ହେତୁ କେଉଁଠାରେ ଲିପ୍ତ ହୁଏ ନାହିଁ, ସେହିପରି ଶରୀରରେ ଥାଇ ମଧ୍ୟ ଆତ୍ମା ଲିପ୍ତ ହୁଏ ନାହିଁ। ହି ଭାରତ, ଯେପରି ଏକ ସୂର୍ଯ୍ୟ ସମସ୍ତ ପୃଥିବୀକୁ ଆଲୋକିତ କରେ, ସେହିପରି କ୍ଷେତ୍ରୀ ସମଗ୍ର କ୍ଷେତ୍ରକୁ ପ୍ରକାଶିତ କରେ। ବ୍ୟାଖ୍ୟା। ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ପିତା ଓ ପୁତ୍ରର ସମ୍ପର୍କ ଦୃଷ୍ଟିରୁ ଉଭୟଙ୍କ ରୂପ, ଗୁଣ ଓ ଧର୍ମରେ ସାମଞ୍ଜସ୍ୟ ରହିବା ସ୍ୱାଭାବିକ। କର୍ମଫଳ ଭୋଗ କରିବାକୁ ଆତ୍ମା ବାରମ୍ବାର ଜନ୍ମ ନିଏ। ପରମାତ୍ମା ଅଜନ୍ମା, ଅକର୍ତ୍ତା ଓ ଅଭୋକ୍ତା ହୋଇଥିବାରୁ ଜନ୍ମ ନିଅନ୍ତି ନାହିଁ। କିନ୍ତୁ କଳିଯୁଗୀ ଆସୁରୀ ଦୁନିଆର ବିନାଶ ଓ ସତ୍ୟଯୁଗୀ ଦୈବୀ ଦୁନିଆର ସ୍ଥାପନା ପାଇଁ ତାଙ୍କୁ ଏକ ମାନବୀୟ ଶରୀର ମାଧ୍ୟମରେ ଅବତରଣ କରିବାକୁ ପଡ଼େ। କିଛି ସମୟ ପାଇଁ ସେ ଏକ ନିର୍ଦ୍ଦିଷ୍ଟ ମାନବ ଶରୀରରେ ଅବତରଣ କରୁଥିଲେ ମଧ୍ୟ ବସ୍ତୁତଃ ସେ କୌଣସି ମାନବୀୟ କର୍ମ କରନ୍ତି ନାହିଁ କି ସମ୍ପୃକ୍ତ ଶରୀରରେ ଲିପ୍ତ ହୁଅନ୍ତି ନାହିଁ, କାରଣ ସେ ସଦାସର୍ବଦା ପ୍ରକୃତିରୁ ନିର୍ଲିପ୍ତ, ଅସଙ୍ଗ ଓ ଅବିନାଶୀ। ତାଙ୍କୁ କୌଣସି ମାନବୀୟ ଜ୍ଞାନ ଓ ଗୁଣ ସହିତ ତୁଳନା କରାଯାଇପାରିବ ନାହିଁ। ତାଙ୍କ ଜ୍ଞାନ ଓ ଗୁଣର ସୀମା ନିର୍ଦ୍ଧାରଣ କରିବା ମାନବ ପକ୍ଷରେ ଅସମ୍ଭବ ହେତୁ ତାଙ୍କୁ ନିର୍ଗୁଣ କୁହାଯାଇଛି। ସେ ଗୁଣସମୂହ ଦ୍ୱାରା ସୀମାବଦ୍ଧ ନୁହନ୍ତି। ପରମାତ୍ମାଙ୍କ ସହିତ ସାଧର୍ମ୍ୟ ଥିବାରୁ ଆତ୍ମା ମଧ୍ୟ ମୂଳତଃ ପ୍ରକୃତିଠାରୁ ସଦା ନିର୍ଲିପ୍ତ ଓ ଅସଙ୍ଗ ଅଟେ। କିନ୍ତୁ ଆବାଗମନ ଚକ୍ରରେ ବାରମ୍ବାର ପ୍ରକୃତି ସହିତ ସଂସର୍ଗ ହେଉଥିବାରୁ ଆତ୍ମା ତାର ମୂଳଧର୍ମ ବା ସ୍ୱଧର୍ମ ବିସ୍ମୃତ ହୋଇଯାଏ। ଦେହ ଅଭିମାନ ତ୍ୟାଗ କରି ଆତ୍ମା ଯେତେବେଳେ ନିଜକୁ ଶରୀରଠାରୁ ଏକ ଭିନ୍ନ ସତ୍ତା ବୋଲି ଅନୁଭବ କରେ, ସେତେବେଳେ ସେ ପ୍ରକୃତିର ସମସ୍ତ ବନ୍ଧନରୁ ମୁକ୍ତ ହୋଇଯାଏ। ସାଧନା ଦ୍ୱାରା ଏହି ଅବସ୍ଥା ପ୍ରାପ୍ତିକୁ ଜୀବନ୍ମୁକ୍ତି କୁହାଯାଏ। ଏହାକୁ ଗୀତାରେ ସ୍ମୃତିଲବ୍ଧା କୁହାଯାଇଛି। ଆତ୍ମା ମାନବ ଶରୀରରେ ଥାଇ ପ୍ରକୃତିର କ୍ରିୟାଗୁଡ଼ିକୁ ଉପଭୋଗ କରେ। ଯେତେବେଳେ ଶରୀର ଜରାଜୀର୍ଣ୍ଣ ହୋଇ କର୍ମ କରିବା ପାଇଁ ଅନୁପଯୋଗୀ ହୋଇଯାଏ, ସେତେବେଳେ ଆତ୍ମା ସେହି ଶରୀର ତ୍ୟାଗ କରି ଅନ୍ୟ ଶରୀରକୁ ଚାଲିଯାଏ। ଶରୀରର ମୂଳତ୍ୱ ତାକୁ ମୃତତ୍ୱ ତାକୁ ସ୍ପର୍ଶ କରିପାରେ ନାହିଁ। ଶରୀରର ସମସ୍ତ କ୍ରିୟା ପ୍ରକୃତିର କର୍ମ। ଏଥିରେ ଆତ୍ମାର କୌଣସି କର୍ତ୍ତୃତ୍ୱ ନଥାଏ। କର୍ତ୍ତାରମ୍ ଅପି ଅକର୍ତ୍ତାରମ୍। ଆତ୍ମା ପ୍ରକୃତି କର୍ତ୍ତୃତ୍ୱ ସମସ୍ତ କର୍ମ ଫଳରୁ ସମ୍ପୂର୍ଣ୍ଣ ମୁକ୍ତ ଥାଏ। ନ କରୋତି ନ ଲିପ୍ୟତେ, ଅର୍ଥାତ୍ ମାତୃଗର୍ଭରେ ଆତ୍ମାର ପ୍ରବେଶଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଶରୀର ସଂରଚନାରେ ଯେଉଁ ପରିବର୍ତ୍ତନ ବା ବିକାଶ କ୍ରିୟା ଅନବରତ ଚାଲୁଥାଏ, ଆତ୍ମାରେ ତାର କୌଣସି ପ୍ରଭାବ ପଡ଼େ ନାହିଁ। ଶୈଶବ, ବାଲ୍ୟ, କୈଶୋର, ପ୍ରୌଢ଼ ଓ ବୃଦ୍ଧାବସ୍ଥା ହେଉଛି ପ୍ରକୃତିର କ୍ରିୟା। ଏଥିରେ ଆତ୍ମାର କୌଣସି କର୍ତ୍ତୃତ୍ୱ ନାହିଁ। କ୍ରମଶଃ
ଓମ୍ ଶାନ୍ତି।